ମୋ ନାଁ ଲିଟନ ବେହେରା। ମୁଁ ଆମ ସାହିର ଭାଇସ୍ ପ୍ରେସିଡେଣ୍ଟ ଅଛି। ଆଜ୍ଞା, ଗଣେଶ ପୂଜା କରାଯାଇଛି ତ ବଢ଼ିଆ ଗଣେଶ ମୂର୍ତ୍ତି ଆପଣଙ୍କର ଏଠି ଅଛି। ତ ଶାନ୍ତି ଶୃଙ୍ଖଳାର ସହିତ ଆପଣ ଗଣେଶ ପୂଜା ଚାଲିଛି। ନିଶ୍ଚିନ୍ତ ବହୁତ ଶାନ୍ତି ଶୃଙ୍ଖଳାର ଚାଲିଛି। ଆମର ଆରକ୍ଷୀ ବାହିନୀ ମାନେ ସେଠି ଡ୍ୟୁଟି କରୁଛନ୍ତି, ତାଙ୍କୁ ବହୁତ ଧନ୍ୟବାଦ। ଆମ ସାହି ଭାଇମାନେ ଏବଂ ମେମ୍ବରମାନଙ୍କର ବହୁତ ସହଯୋଗ ରହିଛି। ଆଉ ଆମର ବିଗତ 100 ବର୍ଷରୁ ଗଣେଶ ପୂଜା ଆରମ୍ଭ କରାଯାଉଛି। ପୁରୁଣା ଲୋକମାନେ କରୁଥିଲେ, ଏବେ ଯୁବକ ଟୋକାମାନେ ହାତକୁ ନେଇଛନ୍ତି, ଭଲ ମାରି କରୁଛନ୍ତି। ଶାନ୍ତି ଶୃଙ୍ଖଳା ବି ଅଛି। ଶାନ୍ତି ଶୃଙ୍ଖଳାର ସହିତ ଆପଣଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବର୍ଷା ସାଂସ୍କୃତିକ କାର୍ଯ୍ୟକ୍ରମ ତ ହେଇଥାନ୍ତା, ବର୍ଷା ସକାଶେ ଟିକେ ଷ୍ଟପ୍ କରାହେଇଛି। ଯଦି ବର୍ଷା ପାଗ ଟିକେ ବଦଳେ ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିସର୍ଜନ କେଉଁ ଦିନ କରାଯିବ? ବିସର୍ଜନ ଆମର ଶୁକ୍ରବାର ଦିନ ବିସର୍ଜନ ହେଉଛି। ବିସର୍ଜନ ତ ଡିଜେ ସରକାର ବନ୍ଦ ଡିଜେ ଆମେ ବନ୍ଦ କରିଦେଇଛୁ। ଆମର ଡିଜେ ଯିବନି। ଆମର ସବୁ ପାରମ୍ପରିକ ବାଜା ଏବଂ ଏଇ ସାଉଣ୍ଡ ବକ୍ସ ପାଇଁ ଆଲାଉ ଦେଇଛନ୍ତି, ଯୋଉଟେ ବକ୍ସ ବାଜିବା ପାଇଁ। ସେତିକିରେ ଆମେ ବିସର୍ଜନ କେଉଁ ଜାଗାରେ କରିବ? ଆଜ୍ଞା, ବିସର୍ଜନ ସେ ପ୍ରଶାସନ ଯୋଉଠି କହିଥିବେ ସେଇଠି ବିସର୍ଜନ ହେବ। ଆଉ ଗଣେଶ ଆମର ଯାଉଛନ୍ତି ଗୁଣ୍ଡିଚା ମନ୍ଦିର, ସେଠି ମେଳି ହେଉଛି। ମେଳି ହେଲା ପରେ ପ୍ରଶାସନ ଯୋଉଠି ବିସର୍ଜନ ଆୟୋଜନ କରିଥିବେ ସେଠି ବିସର୍ଜନ କରାଯିବ। ଆଜ୍ଞା, ଆମର ନରେନ୍ଦ୍ର କୋଣ ହରିଜନ ବସ୍ତି, ପୁରୀ, ରାମଚନ୍ଦ୍ର ନାୟକ। ଆଜ୍ଞା, ଆପଣଙ୍କର ଗଣେଶ ଯେଉଁ ପୂଜା ଚାଲିଛି ତ ବହୁତ ଶାନ୍ତି ଶୃଙ୍ଖଳାର ସହିତ ଆଜ୍ଞା ଚାଲିଛି। ତ କେତେ ଦିନ ଧରି ବସିବେ ଗଣେଶ ଏବଂ କ'ଣ କ'ଣ କାର୍ଯ୍ୟକ୍ରମ ରହିଛି? ଆମର ଆଜ୍ଞା 30-40 ବର୍ଷର ଗଣେଶ ବସେ। ଆମର ବରିଷ୍ଠ ଲୋକମାନେ ବସିଥିଲେ। ଏବେ ବର୍ତ୍ତମାନ ଆମେ ଯୁବକ ପିଲାମାନେ କରି ଆସୁଛୁ। ଆଗକୁ ବି ଆମେ ଯୁବକ ପିଲାମାନେ କରି ଆସିବୁ। ଆଉ ଏମିତି ବହୁତ ଶାନ୍ତି ଶୃଙ୍ଖଳାରେ ପ୍ରତିବର୍ଷ ହୁଏ। ଗଣେଶ କେତେ ଦିନ ଧରି ବସିବେ? ଆମର 11 ଦିନ ବସେ। ଯେଉଁ ବିସର୍ଜନ ମେଳା ହେଉଛି ସେଠିକି ଯିବାର ଅଛି ନା ନାହିଁ? ନାଇଁ, ଆମର ତ ସେମିତି କିଛି ସିଷ୍ଟମ୍ ନାହିଁ। ଆମେ ଏମିତି ଯେମିତି ପ୍ରସେସନ କରିକି ବିସର୍ଜନ କରୁଛୁ ସେଇ ପ୍ରକାର ଆମର ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ କ'ଣ ଅଛି ଆପଣଙ୍କର ଏଠି? କ'ଣ ଭଜନ କରିବେ? ଭଜନ ସମାରୋହ ହୁଏ। ବର୍ତ୍ତମାନ ଆର ବର୍ଷଠୁ ଆରମ୍ଭ ହୋଇଛି ଭଜନ ସମାରୋହ। ଆଉ ଯେମିତି ମେଲୋଡ଼ି ହେବା କଥା ସେମିତି ସେଇ ପ୍ରକାର ହେଉଛି। ସରକାର ଡିଜେ ବନ୍ଦ କରିଦେଇଛନ୍ତି। ଆଜ୍ଞା, ତ ଆପଣ ବିସର୍ଜନ କ'ଣ କରିବେ କେମିତି? ସରକାରୀ ଆଇନ ଅନୁସାରେ ଯାହା ଥିବ ସେୟା ସେମିତି କରିବୁ। ଘଣ୍ଟ ମାଦଳ ଯାହା ଥିବ ସେଇ ପ୍ରକାରେ ଆମେ ବିସର୍ଜନ କରିବୁ। ତ ଏତେ ବର୍ଷା ପାଗରେ ଏତେ ସୁନ୍ଦର ଭାବରେ ପୂଜା କରାଯାଏ, ଶ୍ରେୟ ଆପଣ କାହାକୁ ଦେବେ? କାହା ଦ୍ୱାରା ସବୁ କରି ହେଇଛି ଆପଣ କହିବେ କି? ଆଜ୍ଞା, ଏଇସବୁ ଆମର ଅନୁଷ୍ଠାନ ଯେଉଁ ବରିଷ୍ଠ ଲୋକମାନେ ସେମାନେ ଆମକୁ ସାହସ ଦେବା ହେତୁ ଆମେ ଯୁବକ ପିଲା ବସି ଆସିଛୁ। ବହୁତ ବହୁତ ଧନ୍ୟବାଦ। ଆଜ୍ଞା, ବଢ଼ିଆ କହିଲେ।